Hello everyone, welcome to my YouTube channel Education Tree. आज आम पढ़ा पेपर 101 यूनिट 2 पाली धमपद जमक बग नीति शिक्षा विवरणी कर। धमपद हेउची पाली भाषा रे रचित बौद्ध धर्म शास्त्र एक विधि ग्रंथ। ଏହି ଗ୍ରନ୍ଥଟି ଅତି ପ୍ରାଚୀନ ପ୍ରସିଦ୍ଧ ଓ ପ୍ରାମାଣିକ ବୌଦ୍ଧ ଧର୍ମ ଗ୍ରନ୍ଥ ରୂପେ ସ୍ୱୀକୃତ। ହିନ୍ଦୁମାନେ ଯେପରି ଶ୍ରୀମଦ୍ ଭାଗବତ ଗୀତାକୁ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ରୂପେ ସ୍ୱୀକାର କରିବା ସହ ସମ୍ମାନ ପ୍ରଦର୍ଶନ କରିଛନ୍ତି, ଠିକ୍ ସେହିପରି ବୌଦ୍ଧମାନେ ଧମ୍ମପଦକୁ ମହାତ୍ମା ବୁଦ୍ଧଦେବଙ୍କ ମୁଖ ନିଃସୃତ ଅମୃତ ପଦ ଭାବେ ସମ୍ମାନ ଦିଅନ୍ତି। ଗୀତାରେ ଉପନିଷଦମାନଙ୍କର ସାର ନିର୍ଯାସ ଏକତ୍ର ସଂକଳିତ ହୋଇଥିବା ଭଳି ଧମ୍ମପଦରେ ବୁଦ୍ଧଦେବଙ୍କ ଦ୍ୱାରା ପ୍ରଚାରିତ ଧର୍ମର ସାର ନିର୍ଯାସ ଗୁଡ଼ିକ ଅତ୍ୟନ୍ତ ପ୍ରାଣସ୍ପର୍ଶୀ। ଭାଷାରେ ଲିପିବଦ୍ଧ ହୋଇଛି। ତେଣୁ ବୌଦ୍ଧ ଧର୍ମୀମାନେ ଧମ୍ମପଦକୁ ଏକ ପରମ ପବିତ୍ର ଗ୍ରନ୍ଥର ମର୍ଯ୍ୟାଦା ଦେବା ନିମନ୍ତେ ଆଗଭର ହୋଇଛନ୍ତି। ଧମ୍ମପଦ କେବଳ ଭାରତବର୍ଷରେ ନୁହେଁ, ବରଂ ସୁଦୂର ଚୀନ, ଜାପାନ, ଥାଇଲାଣ୍ଡ ଓ ସିଂହଳ ଆଦି ଦେଶରେ ରହିଥିବାର ଜଣାଯାଏ। ତ୍ରିପିଟକର ଅନ୍ତର୍ଭୁକ୍ତ ଧମ୍ମପଦକୁ ପ୍ରଥମ ଧମ୍ମପଦ ଭାବରେ ଜଣାଯାଏ। ଧମ୍ମପଦ ଏକ ସଂକଳିତ ଗ୍ରନ୍ଥ। ଏଥିରେ ଥିବା ଅମୃତ ପଦଗୁଡ଼ିକ ମଧ୍ୟରୁ କେତେ ବୁଦ୍ଧଦେବଙ୍କ ଜୀବିତ ଅବସ୍ଥାରେ ସଂଗୃହୀତ ହୋଇଥିବା ବେଳେ ଅନ୍ୟ କେତେକ ବୁଦ୍ଧଦେବଙ୍କ ମହାନିର୍ବାଣ ପରେ ସଂକଳିତ ହୋଇଥିଲା। ତ୍ରିପିଟକର ଅର୍ଥ ହେଉଛି ବୁଦ୍ଧ ବଚନ ବା ଉପଦେଶକୁ ଧାରଣ କରିଥିବା ପାତ୍ର। ଏହି ଦୃଷ୍ଟିରୁ ବିଚାର କଲେ ତ୍ରିପିଟକର ଆକ୍ଷରିକ ଅର୍ଥ ହେଉଛି ତିନୋଟି ପିଢ଼ି, ଯେଉଁଥିରେ ବୁଦ୍ଧଦେବଙ୍କ ବଚନ ଓ ଉପଦେଶାବଳୀ ସଂଗୃହୀତ ହୋଇ ରହିଛି। ପିଟକର ସଂରକ୍ଷଣ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରଚଳିତ। ଏହି ତିନୋଟି ପିଟକ ହେଉଛି ସୂତ ପିଟକ, ବିନୟ ପିଟକ ଓ ଅଭିଧମ ପିଟକ। ସୂତ ପିଟକରେ ମୁଖ୍ୟତଃ ଚିତ୍ତ ଚିନ୍ତାଶକ୍ତି ଅର୍ଥାତ୍ ଧ୍ୟାନ, ସମାଧି ଆଦି ସମ୍ବନ୍ଧରେ ଉପଦେଶ ଦିଆଯାଇଥାଏ। ବିନୟ ପିଟକରେ ଶିକ୍ଷା ବା ଆଚରଣ ଗୁଣ ସମ୍ପର୍କରେ ଉପଦେଶ ଓ ଅଭିଧମ ପିଟକରେ ମୁଖ୍ୟତଃ ପ୍ରଜ୍ଞା ତଥା ବୁଝିବାର ଶକ୍ତି ସମ୍ପର୍କରେ ଉପଦେଶ ଦେବା ଏଠାରେ ବର୍ଣ୍ଣିତ ହୋଇଛି। ବାସ୍ତବରେ ଦେଖିବାକୁ ଗଲେ ଧମ୍ମପଦ ହେଉଛି ବୌଦ୍ଧ ଧର୍ମର ଏକ ପ୍ରାଚୀନତମ ଶ୍ରେଷ୍ଠ ଗ୍ରନ୍ଥ। ଧମ୍ମପଦ ଶବ୍ଦଟିକୁ ଆଲୋଚକମାନେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରନ୍ତି। ଧମ୍ମପଦ ଶବ୍ଦଟି ଏକ ଯୁଗ୍ମ ଶବ୍ଦ। ଦୁଇଟି ଶବ୍ଦର ସମାହାରରେ ଧମ୍ମପଦ ଗଠିତ, ଯଥା ଧମ୍ମ ଯୁକ୍ତ ପଦ ଧମ୍ମପଦ। ଏହି ଦୁଇଟି ଯାକ ଶବ୍ଦର ମଧ୍ୟ ଏକାଧିକ ଅର୍ଥ ରହିଛି। ଧମ୍ମ ଶବ୍ଦଟି ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ସ୍ୱୀକୃତ ଏକ ଦ୍ୱି ଅର୍ଥ ବୋଧକ ଶବ୍ଦ। ଏହାର ବହୁବିଧ ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଧର୍ମ, ଅର୍ଥାତ୍ ବୁଦ୍ଧଦେବଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ଧର୍ମ ବା ନିୟମ, ଯାହାକୁ ପ୍ରତ୍ୟେକ ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁଭବ କରିବା ସହିତ ଗ୍ରହଣ କରିବା ମଧ୍ୟ ଆବଶ୍ୟକ। ଧମ୍ମ ଶବ୍ଦ କେତେକ ଅର୍ଥ ମଧ୍ୟରୁ ଗୁଣ, ସାଧୁତା, ଯୋଗ୍ୟତା ବା ନୀତି ନିୟମରେ ଅନୁଭବ, ଶୃଙ୍ଖଳା, ଉଚ୍ଚାରଣ, ପ୍ରାକୃତିକ ନିୟମ ଆଦି ଉଲ୍ଲେଖଯୋଗ୍ୟ। ସେହିଭଳି ପଦ ଶବ୍ଦର ମଧ୍ୟ ବିଭିନ୍ନ ଅର୍ଥ ରହିଛି, ଯଥା ସୋପାନ, ମାର୍ଗ, ପଦ, ପଥ, ଉପାୟ ଆଦି ଅନ୍ୟତମ। ତେଣୁ ଦୁଇଟି ଶବ୍ଦର ଅର୍ଥକୁ ମିଶାଇଲେ ହେବ ଧର୍ମର ପଥ, ଧର୍ମର ସୋପାନ, ସତ୍ୟର ମାର୍ଗ, ଧର୍ମର ନିୟମ, ଧର୍ମର ଉଚ୍ଚାରଣ। ଧର୍ମପଦର ପ୍ରଥମ ବର୍ଗଟିର ନାମ ଜମକ ବାଗ। ଏଥିରେ ଥିବା 20ଟି ପଦ ମଧ୍ୟରେ ମନର ପ୍ରାଧାନ୍ୟ, ଶତ୍ରୁତା ଓ କଳହ ଶାନ୍ତ ହେବାର ଉପାୟ, କାହାକୁ ଅଭିଭୂତ କରିପାରେ ନାହିଁ, କଷାୟ ବସ୍ତ୍ର ଧାରଣ କରିବାର ଅଧିକାରୀ କିଏ, ସାର ତଥା ଅସାର ପ୍ରାପ୍ତକାରୀ, ପାପୀର ଶୋକ, ପୁଣ୍ୟାତ୍ମାର ଆନନ୍ଦ ଆଦି ସମ୍ପର୍କରେ ସୁନ୍ଦର ରୂପେ ବର୍ଣ୍ଣନା କରାଯାଇଛି। ମୋଟ ଉପରେ କେଉଁଟି କରିବା ଉଚିତ ଓ କେଉଁଟି କରିବା ଅନୁଚିତ ତାହା ଏଥିରେ ବର୍ଣ୍ଣିତ ହୋଇଛି। ଅର୍ଥାତ୍ ବର୍ଗଟିର ପ୍ରଥମ ପଂକ୍ତିଟି ଅକରଣୀୟ ହେଲେ ଦ୍ୱିତୀୟ ପଂକ୍ତିଟି କରଣୀୟ। ତେଣୁ ଏହାକୁ ଜମକ ବାଗ ନାମରେ ନାମିତ କରାଯାଇଛି। ଅସାରେ ସାର ମତି ନୋ ସାରେ, ଚାଷାରେ ବସ୍ ସିନୋ, ତେ ସାରମ୍ ନାଧିବା ଛତି ମିଚ୍ଛାଂସମ୍,
କପଗୋଚରା। ଯେଉଁମାନେ ମିଥ୍ୟା ସଂକଳ୍ପ ଅନୁସାରୀ ହୋଇ ଅସାରକୁ ସାର ଜ୍ଞାନ କରନ୍ତି ଏବଂ ସାରକୁ ଅସାର ଜ୍ଞାନ କରନ୍ତି, ସେମାନେ ସାର ବସ୍ତୁରେ ଉପନୀତ ହୁଅନ୍ତି ନାହିଁ। ଯେଉଁମାନେ ସତ୍ୟ ସଂକଳ୍ପ ଅନୁସାରୀ ହୋଇ ସାରରେ ସାର ଦର୍ଶନ କରନ୍ତି ଏବଂ ଅସାରରେ ଅସାର ଦର୍ଶନ କରନ୍ତି, ସେମାନେ ହିଁ ସାର ବସ୍ତୁରେ ଉପନୀତ ହୁଅନ୍ତି। ଯେତେ ଧର୍ମ ଚିତ୍ତ ଚୈତସିକ ଅଛନ୍ତି, ତାର ମୂଳରେ ମନ ଅଛି। ସେମାନଙ୍କର ମନ ହେଉଛି ପ୍ରଧାନ। ସେମାନେ ହେଉଛନ୍ତି ମନମୟ। ଏଣୁ ପ୍ରଦୂଷିତ ମନରେ ଯଦି କେହି କିଛି କହେ ବା କରେ, ତେବେ ଶଗଡ଼କୁ ବହନ କରୁଥିବା ବଳଦର ଗୋଡ଼କୁ ଚକ ଅନୁସରଣ କଲା ପରି ଦୁଃଖ ଏହାକୁ ଅନୁଗମନ କରେ। ଯେତେ ଧର୍ମ ଚିତ୍ତ ଚୈତସିକ ଅଛନ୍ତି, ତାର ମୂଳରେ ମନ ଅଛି। ସେମାନଙ୍କର ମନ ହେଉଛି ପ୍ରଧାନ। ସେମାନେ ହେଉଛନ୍ତି ମନମୟ। ଏଣୁ ପ୍ରସନ୍ନ ନିର୍ମଳ ମନରେ ଯଦି କେହି କିଛି କହେ ବା କରେ, ତେବେ କେବେ ସଙ୍ଗ ନ ଛାଡ଼ିବା ଛାୟା ପରି ସୁଖ ତାକୁ ଅନୁସରଣ କରେ। ମୋତେ ଆକ୍ରୋଶ କଲା ବା ଗାଳି ଦେଲା, ମୋତେ ମାରିଲା, ମୋର ହରଣ ଲୁଣ୍ଠନ କଲା, ଏହିପରି କଥାରେ ଯେଉଁମାନେ ଲାଗି ରହିଥାନ୍ତି, ସେମାନଙ୍କର ବୈରଭାବ ଶାନ୍ତ ହୁଏ ନାହିଁ। ଏହିପରି କଥାରେ ଯେଉଁମାନେ ଲାଗି ରହିନଥାନ୍ତି, ସେମାନଙ୍କର ବୈରଭାବ ଶାନ୍ତ ହୁଏ। ଇହଲୋକରେ ବୈର ଦ୍ୱାରା ବୈର କେବେ ହେଲେ ଶାନ୍ତ ହୁଏ ନାହିଁ। ଅବୈର ଦ୍ୱାରା ଶାନ୍ତ ହୁଏ। ଏହା ହେଉଛି ସନାତନ ଧର୍ମର ନିୟମ। ଅନ୍ୟମାନେ ଅର୍ଥାତ୍ ଅପଣ୍ଡିତମାନେ ଜାଣନ୍ତି ନାହିଁ ଯେ ଆମ୍ଭେମାନେ ଏଠାରେ ମରୁଥାଇ ସର୍ବଦା ମୃତ୍ୟୁ ଆଡ଼କୁ ଯାଉଥାଉ। ସେଠାରେ ଯେଉଁମାନେ ଜାଣନ୍ତି, ତହିଁରୁ ସେମାନଙ୍କର କଳହ ଶାନ୍ତ ହୋଇଯାଏ। ଯେ ମନରୁ କଷାୟ ଦୋଷ ଦୂର ନ କରି କଷାୟ ବସ୍ତ୍ର ପରିଧାନ କରେ ଓ ଯେ ଇନ୍ଦ୍ର ୟଦନ ଓ ସତ୍ୟ ରହିତ ବ୍ୟକ୍ତି, ସେ କଷାୟ ବସ୍ତ୍ରର ଯୋଗ୍ୟ ନୁହେଁ। ୟାର ମନରୁ କଷାୟ ଦୋଷ ଦୂର ହୋଇଯାଇଛି। ଯେ ଶୀଳରେ ସୁପ୍ରତିଷ୍ଠିତ ବା ଶୀଳନିଷ୍ଠ ଏବଂ ସଂଯମ ଓ ସତ୍ୟଗୁଣଯୁକ୍ତ, ସେହି କଷାୟ ବସ୍ତ୍ରର ଅଧିକାରୀ। ପାପକାରୀ ଇହଲୋକ ପରଲୋକ ଉଭୟରେ ହିଁ ଶୋକଗ୍ରସ୍ତ ହୁଏ। ନିଜ ଦୁଷ୍କୃତି ଦର୍ଶନରେ ସେ ଶୋକାର୍ତ୍ତ ଓ ବିନଷ୍ଟ ହୁଏ। ପୁଣ୍ୟବାନ ଲୋକ ଇହଲୋକ ବା ପରଲୋକ ଉଭୟରେ ହିଁ ସୁଖ ଅନୁଭବ କରନ୍ତି। ନିଜ ସ୍ୱୀକୃତି ଦର୍ଶନରେ ଆମୋଦିତ ଓ ପ୍ରମୋଦିତ ହୁଅନ୍ତି। ଇହଲୋକରେ ଅନୁତପ୍ତ ହୁଏ, ପରଲୋକରେ ଅନୁତପ୍ତ ହୁଏ। ପାପକାରୀ ବ୍ୟକ୍ତି ଉଭୟ ଲୋକରେ ଅନୁତପ୍ତ ହୁଏ। ମୁଁ ପାପ କରିଛି ବୋଲି ସେ ଅନୁତାପ କରେ ଓ ଦୁର୍ଗତି ପ୍ରାପ୍ତ ହୋଇ ଆହୁରି ଅଧିକ ଅନୁତାପ କରେ। ଇହଲୋକରେ ଆନନ୍ଦ କରେ, ପରଲୋକରେ ଆନନ୍ଦ କରେ। କୃତ୍ପୁଣ୍ୟ ବ୍ୟକ୍ତି ଉଭୟ ଲୋକରେ ଆନନ୍ଦ କରେ। ମୁଁ ପୁଣ୍ୟ କରିଛି ବୋଲି ସେ ଆନନ୍ଦିତ ହୁଏ ଓ ସୁଗତି ପ୍ରାପ୍ତ ହୋଇ ଆହୁରି ଆନନ୍ଦିତ ହୁଏ। ସଂହିତା ବା ଧର୍ମଗ୍ରନ୍ଥ ସୂକ୍ତ ସଂଗ୍ରହ ବହୁତ ପାଠ କରି ମଧ୍ୟ ମନୁଷ୍ୟ ଯଦି ପ୍ରମାଦଯୁକ୍ତ ହୋଇ ତତ୍ପର ନ ହୋଇ ତାହାର ପାଳନ ନ କରେ, ତେବେ ଗାଈ ଜଗୁଆଳ ଅନ୍ୟର ଗାଈ ଗଣନା କଲା ପରି ସେ ଗ୍ରାମଣ୍ୟ ଫଳରୁ ଭାରି ହୁଏ ନାହିଁ। ସଂହିତା ବା ଧର୍ମଗ୍ରନ୍ଥ ଅଳ୍ପ ଆବୃତ୍ତି କରି ମଧ୍ୟ ଯେଉଁ ବ୍ୟକ୍ତି ଧର୍ମ ଅନୁସାରେ ଧର୍ମର ଆଚରଣ କରେ, ରାଗ ଦ୍ୱେଷ ଓ ମୋହ ତ୍ୟାଗ କରି ସମ୍ୟକ୍ ପ୍ରଜ୍ଞାଯୁକ୍ତ ହୁଏ, ଯାହାର ଚିତ୍ତ ସୁବିମୁକ୍ତ ଓ ସେ ଇହଲୋକରେ ବା ସ୍ୱର୍ଗଲୋକରେ କୌଣସି ପ୍ରକାର ଉପାଦାନ ଗ୍ରହଣ କରେ ନାହିଁ, ସେ ଗ୍ରାମଣ୍ୟ ଫଳର ଭାରି ହୁଏ। ଧମ୍ମପଦର ଭାଷାଗୁଡ଼ିକ ମର୍ମସ୍ପର୍ଶୀ, ସରଳ, ସୁବୋଧ୍ୟ, ସର୍ବଜନ ଭାଷାରେ ଏହାର ପଦଗୁଡ଼ିକ ରଚିତ। ଏହାକୁ ମଧ୍ୟ ବୌଦ୍ଧ ସାଧୁସନ୍ଥ ଏବଂ ସାଧାରଣ ଗୃହୀମାନେ ସମାନ ଭାବରେ ଆବୃତ୍ତି କରିଥାନ୍ତି। ଜୀବନରେ ସମ୍ପର୍କୀୟ ଉପମା ଗୁଡ଼ିକ ଏହାର ସର୍ବଶ୍ରେଷ୍ଠ ସମ୍ପଦ।